नमस्कार କୁହନ୍ତୁ ଆଜ୍ଞା ମୁଁ ବିନୋଦ ବାବୁ ଭଲ ଅଛନ୍ତି ଆଜ୍ଞା ପ୍ରଥମେ ନମସ୍କାର କୁହନ୍ତୁ। ହଁ ମୁଁ ବହୁତ ଭଲ ଅଛି। ଆପଣଙ୍କ ସହିତ ଭିଡିଓ କଲ୍ ରେ ଜଡିତ ହେଇଥିବାରୁ ବହୁତ ଭଲ ଲାଗୁଛି। ଆଉ ଆଫ୍ଟର ଆଇ ଥିଙ୍କ 3 to 4 months ବ୍ୟାକ୍ ଆଜ୍ଞା ଆମେ ମାନେ ମୋ ଦ୍ଵାରା ମୁଁ କଲ୍ କରିଥିଲି। ଆପଣ ତ ଡିଜିଟାଲି ତ ଅଲରେଡି ଫେମସ୍ ହେଇସାରିଛନ୍ତି। ଆଉ ସେଥିପାଇଁ ଆପଣଙ୍କର ମୁଁ ୟୁଟ୍ୟୁବ ଚ୍ୟାନେଲ ଦେଖେ। ଆପଣ ବି ୟୁଟ୍ୟୁବ ରେ ବହୁତ ସାରା ଭିଡିଓ ଛାଡନ୍ତି ଆପଣଙ୍କ ମାନେ ଆଷ୍ଟ୍ରୋଲୋଜି କୁ ନେଇ। ଆଉ ମୁଁ ବି ଆଷ୍ଟ୍ରୋଲୋଜି ଉପରେ ବହୁତ ବିଶ୍ୱାସ ରଖେ ଆଉ ବିଶ୍ୱାସ କରେ ମଧ୍ୟ। ଆଉ ସଡନଲି ମୋ କ୍ୟାରିୟରରେ ଏମିତି ଗୋଟେ ସମୟ ଆସିବ ମୁଁ କେବେ ବି ଜାଣିନଥିଲି। ଆଉ ମୁଁ ବେସିକାଲି ହାଇଦ୍ରାବାଦରେ ରହେ। ଆଜ୍ଞା ମୁଁ ଜବ୍ କରେ। ମୁଁ ଏମଏନସି ବ୍ୟାଙ୍କରେ ମଲ୍ଟି ନ୍ୟାସନାଲ ବ୍ୟାଙ୍କରେ ମୁଁ ଜବ୍ କରେ। ବଟ୍ ଅନଫର୍ଚୁନେଟଲି ଦୁର୍ଭାଗ୍ୟବଶତଃ ମୋ ଜବ୍ ରୁ ମୁଁ ଲେ ଅଫ୍ ହୋଇଯାଇଥିଲା। ସେଥିପାଇଁ ମୁଁ ବହୁତ ଇଭେନ୍ ମୁଁ ତ ଗଡ୍ ଉପରେ ଭଗବାନଙ୍କ ଉପରେ ବିଶ୍ୱାସ କରେ। ଲର୍ଡ ଜଗନ୍ନାଥ ହୁଅନ୍ତୁ, ବିଷ୍ଣୁ, ମହେଶ୍ଵର ସମସ୍ତଙ୍କ ଉପରେ ତ ବିଶ୍ୱାସ କରେ, ପୂଜା ବି କରେ। ଆଜ୍ଞା ତଥାପି ମୁଁ ଆଷ୍ଟ୍ରୋଲୋଜି ଉପରେ ବିଶ୍ୱାସ କରେ। ସେଥିପାଇଁ ବହୁତ ସାରା ଆଷ୍ଟ୍ରୋଲୋଜି ବି ମୁଁ ଭିଡିଓ ଦେଖେ। ଆଉ ଯେହେତୁ ଅ, ଆମର ସାରଙ୍କ ସୁଭାଷିଷ ସାରଙ୍କର ଭିଡିଓ ଦେଖେ, ଦେଖିଲି ବହୁତ ସାରା ଏମିତି ସାରଙ୍କ ସହିତ ଜଡିତ ହୋଇ ସକ୍ସେସ୍ ହେଇଛନ୍ତି। ଆଉ ସେଇ ସକ୍ସେସନ ରେ ମୁଁ ଭାବିଲି ଟିକେ ସମୟ ବାହାର କରି ସାରଙ୍କ ସହିତ କଥା ହୁଏ। ଆଉ ଫାର୍ଷ୍ଟ ଟାଇମ୍ ଅବଶ୍ୟ ମୁଁ କନେକ୍ଟ ହେଇଥିଲି, କିନ୍ତୁ ସେତେବେଳେ ମୁଁ ସାରଙ୍କର ଫି ଟା ମୁଁ ଦେଇ ପାରିନଥିଲି। ମାନେ ଯାହା ବି ସ୍ୱଳ୍ପ ଫି ଥିଲା, କିନ୍ତୁ ମୁଁ ସେତେବେଳେ ମୁଁ ଗୋଟେ ଆଉ ଟିକେ ସମୟ ଯାଉ ପୁଣି ଫେରେ ଯେତେବେଳେ ଦେଖିଲି ଡେ ଟୁ ଡେ ଆମର ମାନେ ଯେହେତୁ ମୁଁ ଚାକିରିରୁ ଲେ ଅଫ୍ ହେଇଯାଇଥିଲା ମୋର ଜବ ରୁ, ସେଥିପାଇଁ କିଛି ଦିନ ପରେ ପୁଣି ଫେରେ ଡିସାଇଡ୍ କଲି ନା ମୁଁ ସାରଙ୍କ ସହିତ ଟିକେ କଥା ହେବି। ଆଉ ସାର୍ ଓକେ ବିନୋଦ ବାବୁ ମୁଁ ଗୋଟେ ଖାଲି ସେ ଫିସ୍ ଟା ବଡ ଜିନିଷ ନୁହେଁ ଲାଇଫରେ। କର୍ମ କରୁତେ ଆମେ ପଇସା ନଉଛେ ସେଟା ବଡ ଜିନିଷ। ସେଟା ତ ଆମେ କର୍ମ ଯେତେବେଳେ କରିବା ଆପଣ ଯୋଉ ଜବ୍ କରିବେ ବହୁତ ଲୋକ ଫିରେ ଟେନସନ ହେଇଯାନ୍ତି। ଆକ୍ଚୁଆଲି ସେ ତ ପରକ ଜିନିଷ। ଆପଣଙ୍କର ସମସ୍ତେ ଲାଇଫରେ ଅପ୍ ଡାଉନ୍ ଲାଗି ରହିଛି। ଆପଣ ଜବଲେସ୍ ହେଲା ପରେ ମତେ ଫୋନ କରିଥିଲେ ରାଇଟ୍, ବହୁତ ଟେନସନ ଥିଲେ। ୟେସ୍ ମୁଁ ଗୋଟେ କଥା ଆପଣଙ୍କୁ ବିନୋଦ ବାବୁ କହିବି, ପଚାରିବି, ଆପଣ ଜଣେ ଭାଇ ହେବେ, ଆପଣ ବାହାରୁଛନ୍ତି ହାଇଦ୍ରାବାଦରେ, ଓଡ଼ିଶା ଭାଇ। କିନ୍ତୁ ଗୋଟେ କଥା ମୁଁ ଆପଣଙ୍କୁ କହିବାକୁ ଚାହିଁବି କି ଆପଣ ଯେତେବେଳେ ମୋ ସହିତ କଥା ହେଲେ ତ ମୁଁ ଆପଣଙ୍କୁ ସଜେଷ୍ଟ କରିଥିଲି, ମାନେ ମୋ କେମିତି ଲାଗିଲା ଆପଣ ସଜେଷ୍ଟ? ନା ଯେତେବେଳେ ମୁଁ ଫାର୍ଷ୍ଟ ତ ଆପଣଙ୍କ ସହିତ କନେକ୍ଟ କରିଥିଲି, ସେତେବେଳେ ଆପଣ ମାନେ କେମିତି କଣ ପ୍ରତିକାର କରିବା, କେମିତି ମାନେ ମୋ ରାଶି ଅନୁସାରେ କଣ ପ୍ରତିକାର ନ ପ୍ରତିକାର, ସେଥିପାଇଁ ଆପଣ ମତେ ସଜେସନ ଦେଇଥିଲେ। ଆଉ ସେଇ ପ୍ରତିକାର ଗୁଡିକୁ ମୁଁ ସୁଚାରୁ ରୂପେ ହାଇଦ୍ରାବାଦରେ ରହି ମଧ୍ୟ ମୁଁ ଘର ସହିତ କନେକ୍ଟ କରି କେମିତି ମାନେ ସୁଚାରୁ ରୂପେ କରିଥିଲି। ଆଉ ତାପରେ ଦେଖିଲି କାର୍ଯ୍ୟଟି ହଉଥିଲା, କୋଉଠି ନା କୋଉଠି ଟିକେ ସ୍ଲୋ ହଉଥିଲା। ପୁଣି ଫେରେ ସାରଙ୍କ ସହିତ କଥା ହେଇଥିଲି। ଆଉ ଆପଣ ବି ମଙ୍ଗଳବାର ଠାକୁରଙ୍କୁ ପୂଜା କରନ୍ତି, ଆପଣ ବି ସେଥିରେ ବି ମତେ କହିଥିଲେ। ଯେହେତୁ ଆପଣଙ୍କର ଜ୍ୟୋତିଷ ବିଦ୍ୟାରେ ତ ମୁଁ ଜାଣିଛି, ଆଜ୍ଞା ଆପଣ ବି ଆପଣଙ୍କର ଜ୍ୟୋତିଷ ବିଦ୍ୟା ସେୟାର କରିଥିଲେ ମୋ ସହିତ। ଆଉ ତାପରେ ମୁଁ ଦେଖିଲି ଆପଣଙ୍କ ସହିତ ଯୋଉମାନେ ସକ୍ସେସ୍ ହେଇଛନ୍ତି, ଆପଣ ସେ ଭିଡିଓ ଟା ମୋଷ୍ଟଲି ଆପଣ ସେୟାର କରନ୍ତି। ଆଉ ଯାହା ପରେ ଦେଖନ୍ତୁ, ମୁଁ ଆଜି ସକ୍ସେସ୍ ହେଇଛି ବୋଲି ମତେ ସେତିକି ଖୁସି ଲାଗୁଛି ବୋଲି ମୁଁ ଆପଣଙ୍କ ସହିତ ମତେ ଖୁସି ଲାଗିଲା କି ଏ ଖୁସି ଜିନିଷଟା ମୁଁ ଆପଣଙ୍କୁ କହିବି। ଓବିଅସଲି କାହିଁ ମୁଁ କାହିଁ ନିଜ ଠାରୁ କାହିଁ ମୁଁ ଷ୍ଟପ୍ କରିବି। ମୁଁ ଯେତେବେଳେ ଯେହେତୁ ଆପଣ ମତେ ଆଡଭାଇସ କରିଛନ୍ତି, ଆପଣଙ୍କ ଗୁରୁଙ୍କ ଆଶୀର୍ବାଦ ମତେ ମିଳିଛି, ଆପଣଙ୍କ ଆଶୀର୍ବାଦ ମିଳିଛି। ଆଉ ସେଥିପାଇଁ ମୁଁ ବହୁତ ବିଲିଭ କରେ ଆଷ୍ଟ୍ରୋଲୋଜି କି। ମୁଁ ଜାଣିଛି ଆମେ ଏବେ ମେଡିକାଲ ସାଇନ୍ସ ରେ ବହୁତ ଆଗ ଦେଶ ଆଗକୁ ପଳେଇଛି, ତଥାପି ଆଷ୍ଟ୍ରୋଲୋଜି ହଉଛି କୋଉଠି ନା କୋଉଠି ଆପଣଙ୍କୁ ଆଷ୍ଟ୍ରୋଲୋଜି ସହିତ ଜଡିତ ହେବାକୁ ପଡିବ। କାରଣ ଆମେ ଡେ ଇନ୍ ଡେ ଆଉଟ୍ ଡକ୍ଟର ବି ଯେତେବେଳେ ବି ଅପରେସନ କରିବାକୁ ଯାଉଛି, ସିଏ ବି କୌଣସି ଠାକୁରଙ୍କୁ ଗୋଟେ ନମସ୍କାର କରୁଛି କି ମୁଁ ଏଇ ଅପରେସନ ଟା ସକ୍ସେସ ହୁଏ କରି। କାହିଁକି ସେ ଠାକୁରଙ୍କ ବିଷୟ, କାରଣ ବିଲିଭ ଇଜ ଗଡ। ଗୋଟେ ବିଲିଭ, ଭଗବାନଙ୍କୁ ବିଶ୍ୱାସ ହିଁ ଭଗବାନ। ସେଇଥିପାଇଁ ଏଇ ଜିନିଷଟା ସେଇଭଳିଆ ମୁଁ ବି ବିଶ୍ୱାସ କରେ। ଆଉ ଆଷ୍ଟ୍ରୋଲୋଜି ମୁଁ ପୁରା ବିଶ୍ୱାସ କରେ। ଆଉ ସୁଭାଷିଷ ସାରଙ୍କ ସହିତ ମୁଁ କନେକ୍ଟ ହେଲା ପରେ, ଆଉ ସାରଙ୍କୁ କହିବା ଅନୁଯାୟୀ ଗୋଟେ ତାବିଜ ମଧ୍ୟ ମୁଁ ଗୋଟେ ଅର୍ଡର କରିଥିଲି। ଆଉ ତାବିଜ ପିନ୍ଧୁଛନ୍ତି? ସାର୍ ହଁ ପିନ୍ଧିଛି। ଓଡିଶାର ମତେ ଏଇ ତାବିଜ ଟା ସାର୍ ମତେ ପଠେଇଥିଲେ, ସ୍ପିଡ ପୋଷ୍ଟ କରିଥିଲେ। ଆଉ ସେଟା ବି ପିନ୍ଧିଛି, ଯାହା ଆଚ୍ଛା ଫଳରେ ବିନୋଦ ବାବୁ ଗୋଟେ ସେକେଣ୍ଡ, ତାବିଜ ପିନ୍ଧିଲା ପରେ ଆପଣ ଯୋଉଟା ଅନେଷ୍ଟଲି କହିବେ, ଭାଇ ହୁଁ, ଅନେଷ୍ଟଲି, ଆପଣ ତ ବହୁତ ଏଜୁକେଟେଡ ପର୍ସନ, ବ୍ୟାଙ୍କ ମ୍ୟାନେଜର ଥିଲେ, କିଛି ଆପଣଙ୍କୁ ବେଟର ଫିଲ୍ ହଉଛି କି? ସମସ୍ତେ ଅଡିଏନ୍ସ ଜାଣିବେ ଆପଣଙ୍କୁ କିଛି ନା ଲାଇଫରେ ଇମ୍ପ୍ରୁଭ ହେଇଛି କି ଲାଗିଲା ଆପଣଙ୍କୁ? ତାବିଜ ତ ମୁଁ ଅଧିକ ଦିନ ଧରି ପିନ୍ଧି ନାହିଁ। ଜଷ୍ଟ ଆପଣଙ୍କ ଥର ରିସିଭ ହବାର ଆଇ ଥିଙ୍କ
ଏ ତାବିଜଟି obviously ସାରଙ୍କ ସହିତ କଥା ହେଲା ପରେ immediate ସାର ପଠେଇଥିଲେ ସାର୍ ମାନେ ମୁଁ ପଠେଇଥିଲି ସାର୍ ସାର୍ ମାନେ ଲୋକ କୁମାର ଆମର କାର୍ତ୍ତିକ ପୂର୍ଣ୍ଣମୀ ଦିନ ମୁଁ ପିନ୍ଧିଥିଲି ସାର କହିବା ଅନୁଯାୟୀ କାର୍ତ୍ତିକ ନାଇଁ ନାଇଁ ପୂର୍ଣ୍ଣମୀ ମୁଁ ହଁ ଯୋଉ ଡେଟ୍ ଦେଇଥିଲି ଆପଣଙ୍କୁ ଜବ୍ ହେଇଯିବ ବୋଲି ଆପଣଙ୍କୁ ହୋପଲେସ୍ ହେଇଥିଲେ ପୁରା 6 ମନ୍ଥର ଗୋଟେ ଗ୍ୟାପ୍ ହେଇଗଲା ମଝିରେ ମୁଁ ଆପଣଙ୍କ ସହିତ କନେକ୍ଟ ଥିଲି ଜବ୍ ଆପଣ ଆଜି ପାଇଛୁ ମାନେ ଆଜି ମତେ ଭିଡିଓ କଲ୍ ଆପଣ ତରଫରୁ କଲେ ବହୁତ ଖୁସି ଲାଗିଲା ମୁଁ ଜାଣିଥିଲି ଆପଣ ଏଇ ଜବ୍ରେ ଆଜି ଲେଟର ପାଇଗଲେ ବୋଲି ଜଏନିଂ ଲେଟର ପାଇଗଲେ ବୋଲି ତ ସେ ଜର୍ଣ୍ଣିଟା କେମିତି ଥିଲା ଆପଣ ଲାଇଫରେ କଣ ଆପଣ ଫିଲ୍ କଲେ ଯଦି ମୋ ସହିତ କଥା ହେଲେ ରିଏଲ ଯୋଉଟା ଆପଣ କହିବେ ହଁ ମାନେ ମୋର କଣ ହେଇଥିଲା ମୁଁ ଯେମିତି ନର୍ମାଲ ମୋ ଅଲରେଡି ଇଏ ଜବ୍ ପ୍ରୋଫାଇଲରେ ମୁଁ କ୍ଲୋଜ ଟୁ 15 ବର୍ଷ ଧରି ମୁଁ କାମ କରିଅଛି ଏମଏନସି ବ୍ୟାଙ୍କରେ ବହୁତ ବଡ ଆମେରିକାନ ବ୍ୟାଙ୍କରେ କାମ କରେ ଆଉ ମୁଁ ଏବେ ତ ରିସେଣ୍ଟଲି ହାଇଦ୍ରାବାଦରେ ରହୁଥିଲି ବଟ୍ ଡ୍ୟୁ ଟୁ ଯୋଉମାନେ ବି କାମ କରୁଛନ୍ତି ସେମାନେ ଜାଣିଥିବେ ଏମଏନସି ବ୍ୟାଙ୍କ କେମିତି କଣ ଆଉ ସେଥିରେ ସଡନଲି ମାର୍କେଟ ରିଷ୍ଟ୍ରକ୍ଚର ପାଇଁ ଲେ ଅଫ୍ ହେଇଗଲା ଯାହା ଫଳରେ ମୁଁ କେତେ ଫ୍ୟାମିଲିରେ ଆପଣ ଜାଣିଛନ୍ତି ଯେ ଡେ ଟୁ ଡେ ଲାଇଫରେ ବହୁତ ସାरी ହଁ ଆଚ୍ଛା ରେସ୍ପନ୍ସିବିଲିଟିଜ ଆଚ୍ଛା ଥାଏ ହଁ ଆଜ୍ଞା ମୁଁ ସେଥିରେ ପଶି ଯାଉନି ଯେ ମୁଁ ଯୋଉ ଡେଟ୍ ଦେଇଥିଲି ଆପଣଙ୍କୁ କହିଥିଲି ଆପଣ କଣ ଆଷ୍ଟ୍ରୋଲୋଜି କହିଥିଲେ ସର୍ଟରେ କହିଦିଅନ୍ତୁ ଆଷ୍ଟ୍ରୋଲୋଜି କଣ କହିଥିଲେ ଆପଣଙ୍କୁ ଆଚ୍ଛା ହଁ ଯୋଉ ଆପଣ ଯୋଉ ଡେଟ୍ ଦେଇଥିଲେ ସେଇ ଡେଟ୍ ରେ ଆପଣ ମତେ କହିଥିଲେ ଯୋଉ ପ୍ରତିକାର କରିବା ପାଇଁ ଆଉ ସେ ପ୍ରତିକାର ମୁଁ କଲି ପ୍ରତିକାର କଲା ପରେ ଆଉ ମୁଁ ମୋର ଦେଖିଲି କୋଉଠି ନା କୋଉଠି ସାର୍ ଯୋଉ ଯୋଉ ୱାର୍ଡ ମତେ ଲେଖିକି ଦେଇଥିଲେ ଆଉ ଯୋଉ ଯୋଉ ୱାର୍ଡ କହିଥିଲେ ସେଟା କୋଉଠି ନା କୋଉଠି ମତେ ଟଚ୍ ହବାର ଲାଗିଲା ମାନେ ମତେ ଫିଲ୍ ହବାର ଲାଗିଲା କି ହଁ ସାରଙ୍କ ୱାର୍ଡ ଟା କୁଆଡେ ମତେ ସତ୍ୟ ହବାକୁ ଯାଉଛି ଆଉ ସେଇଟା ହିଁ ସତ୍ୟ ହେଇଗଲା ସାର୍ ସେଥିପାଇଁ ମୁଁ ଆଉ ଥରକୁ ଆପଣଙ୍କୁ କୋଟି କୋଟି ନମନ କରୁଛି ଯାହା ଆପଣ କହିଥିଲେ ମାନେ ମୁଁ ଇଣ୍ଟରଭ୍ୟୁ ତ ବହୁତ ମାନେ ସେମିତି ତ ଦେଇଛି ଇଣ୍ଟରଭ୍ୟୁ ଆଉ ଯିଏ ଯେମିତି ଆପଣ ଯୋଉ କହିଥିଲେ ଏଇ ଦ୍ଵାରା ହିଁ ହବ ସେୟା ହିଁ ମୋର ଲାଷ୍ଟରେ ହେଲା ଆଉ ମୁଁ ତ ଆପଣଙ୍କୁ କଣ କହିବି ଆପଣ କିଛି ମହାନ ଦରକାର ନାହିଁ ନାଇଁ ସେ ମହାନ କଥା ନାହିଁ ଆଜ୍ଞା ଆପଣ ମଣିଷ ମୁଁ ସାଧାରଣ ମଣିଷ ଆମେ ଗୋଟେ କଥା ବିନା ସାର୍ କହିବେ ଲୋକମାନେ ଭାବନ୍ତି ଜଣେ ମତେ ପର୍ସନାଲ ବିଷୟରେ ଜଡ଼ିତ ହେଇଥିଲା ଆପଣ ମିଶିଥିଲେ ମୁଁ ଆପଣଙ୍କୁ କନଫିଡେନ୍ସ ଲାଷ୍ଟ ମୁଁ ଅଛି ବୋଲି କହିଥିଲି ଲାଷ୍ଟ ଟାଇମ୍ ଗୋଟେ ବନ୍ଧୁ ଭାଇ ସାର୍ ଅଛି ବୋଲି ୟେସ୍ କହିଥିଲା ଲୋକମାନେ ଭାବନ୍ତି ଏ ସବୁ ଗୋଟେ ଠକ ସଂସ୍ଥା ଆପଣ ବହୁତ ଚିନ୍ତା କରନ୍ତି ଏମାନେ ପଇସା ଖାଇଦେବେ ଆଷ୍ଟ୍ରୋଲୋଜର ସୁଭାଷିଷ କି ଜାଣି ବସ୍ ଗୋଟେ କଥା ହଉଛି ମୁଁ ଭଲ ଆଷ୍ଟ୍ରୋଲୋଜର କି ନାହିଁ ମୁଁ ଜାଣିନି ଏତିକି କଥା ଜାଣିଛି ଲୋକକୁ ବିପଦ ସମୟରେ ମୋର କିଛି ୱାର୍ଡ ମାନେ ମୁଁ ତା ମନୋବଳ ବଢେଇ ଦିଏ ଏବଂ ଲୋକଙ୍କୁ ହେଲ୍ପ କରେ ପର୍ସନାଲ ହେଲ୍ପ କରେ ଏଇଟା ମୋ ପାଇଁ ବହୁତ ବଡ କଥା ଭଗବାନ ମୋତେ ପାୱାର ଦେଇଛନ୍ତି ଏବଂ ସମସ୍ତେ ଲାଇଫ୍ ଅପଡାଉନ୍ ଆସେ ଆପଣଙ୍କର ଆସିବ ମୋର ଆସିବ ସମସ୍ତଙ୍କର ଆସିବ ଭାବିବେ ଯେ ଆପଣ ଏକା ମୋର ଭଲ ପ୍ରୋଫାଇଲ ଅଛି କାଲି ଖସି ଯାଇପାରେ ସେମିତି କିଛି ଗ୍ୟାରେଣ୍ଟି ଜୀବନ ନାହିଁ ଗୋଟେ ଗତିଶୀଳ ଜୀବନ ଏବଂ ଗ୍ରହମାନ ସ୍ଥିତି ଅଛି ତା ସହିତ ମୁଁ ଯାହା ବି ଗୁରୁ ନିର୍ଦ୍ଦେଶ କହିଥାଏ ସବୁଠୁ ଖୁସି କଥା ହଉଛି ଆପଣ ଜବ୍ ପାଇଗଲେ ଆଠରେ ବଡ କିଛି ନାହିଁ ପ୍ରୋସେସିଂ ସ୍ଲୋ ଥିଲା ମୋ ତାବିଜ କିଣନ୍ତୁ ଆପଣ ବିଶ୍ୱାସ କରିକି ପେମେଣ୍ଟ କଲେ କଣ ପେମେଣ୍ଟ ସେ ଡିଫରେଣ୍ଟ ମ୍ୟାଟର କିନ୍ତୁ ଆପଣ ପେମେଣ୍ଟ କଲେ ଆଉ ପେମେଣ୍ଟ କଲା ପରେ ଆପଣ ତାବିଜ ପିନ୍ଧିଲେ ଫଟାକ ଯୋଉ ଜିନିଷ ଅଟକିଥିଲା ସେ ଜିନିଷ ହେଇଗଲା ଛବି ସର୍ବପ୍ରଥମ ଲାଷ୍ଟ କଥା କହିବି କି ଆପଣ ଆଷ୍ଟ୍ରୋଲୋଜିରେ ଜବ୍ ପାଇଗଲେ ମାନେ ପ୍ରତିକାର ଅନୁସାରେ ଲାଷ୍ଟ କଥା ହଁ ହଁ ଆଷ୍ଟ୍ରୋଲୋଜି ସହିତ କୋଉଠି ନା କୋଉଠି ନିଜ ନିଜର କର୍ମ ବି ରହିଛି ନିଶ୍ଚୟ ମୁଁ 100% ସେଟା ବି ନିଜେ ପ୍ରିପାରେସନ ବି କରିଥିଲି ନାଇଁ ଇଣ୍ଟରଭ୍ୟୁ ନାଇଁ ନାଇଁ ପାଇଁ ମୁଁ କାରଣ କେବେ ବି କହିନି ବିନୋଦ ସାର୍ ଏଇଟା ମୁଁ କହିବାଟା ଅବଶ୍ୟ ମୋତେ ମିଷ୍ଟେକ୍ ହେଲା ମୁଁ କେବେ ବି କହିନି ଯେ ଆପଣ କର୍ମ କରନ୍ତୁନି ବୋଲି ଲକ୍ ପୂର୍ବରୁ ସବୁବେଳେ କହେ କର୍ମ ବୋଲି ଆପଣ ପାଠ ପଢିଲେ ମୁଁ ଆପଣ ପାଠ ପଢିଦେଲି କି नो ଆପଣ ବ୍ୟାଙ୍କ ଚାକିରି ମୁଁ ଚାକିରି ପାଇପାରିବି ଆଗେ ମୁଁ ଆସୁଛି ଦେଇପାରେ ତାମାନେ ଆମର ଗ୍ରହ ନକ୍ଷତ୍ର ଯୋଉ ଆପଣଙ୍କୁ ଅବଷ୍ଟକଲ ଆସୁଥିଲା ସେଟା କଟିଗଲା ରାଇଟ୍ ନିଜେ ପ୍ରିପେୟାର ହେବେନି ହଁ ଆପଣ କୋଉଠି ନା କୋଉଠି ଜିନିଷଟା ମୁଁ ଇଣ୍ଟରଭ୍ୟୁ ଦଉଥିଲି ମୁଁ ବେଷ୍ଟ ଇଣ୍ଟରଭ୍ୟୁ ଦଉଥିଲି ଆଇ ନୋ ଦ୍ୟାଟ୍ whenever I am preparing the interviews and giving my ୟେସ୍ ୟେସ୍ presentation in front of interviewer but that time କୋଉଠି ନା କୋଉଠି slow ଆସୁଥିଲା wherever I was not cracked properly somewhere I was backside ୟେସ୍ so ସେଥିପାଇଁ astrology I believe in astrology ଆଉ ସୁଭାଶିଷ ସାର୍ ମତେ ସେଇଭଳିଆ ଗାଇଡ କରିଥିଲେ ଆଉ ମୁଁ ତ କହିବି ଯୋଉମାନେ କି ଆଜିକା ସମୟରେ believe in astrology and after that you will get success ମୁଁ କହିବିନି ଯେ ଆପଣ ସୁଭାଶିଷ ସାର୍ ହିଁ only one of them ନୋ ନୋ ଆପଣ ତାଙ୍କ ସହିତ କଣ୍ଟାକ୍ଟ କରନ୍ତୁ ସେମିତି କିଛି ନାହିଁ ଆପଣ ଯଦି ଯୋଉଠି ଯେକୌଣସି ଆପଣ ଯାହାକୁ ବିଶ୍ୱାସ କରନ୍ତି ମୁଁ ହଁ ଯୋଉ ଭଗବାନଙ୍କୁ ବିଶ୍ୱାସ କରନ୍ତି ଯୋଉ ଆଷ୍ଟ୍ରୋଲୋଜରକୁ ବିଶ୍ୱାସ କରନ୍ତି କରନ୍ତୁ କିନ୍ତୁ ମୁଁ ଇଏ ଗୋଟେ ମାଧ୍ୟମ ମୁଁ ଯୋଉଟା ପାଇଛି ସକ୍ସେସ୍ obviously I wanted to share to in digitally way ଶେଷ କଥା ମୁଁ କହିବି ଆପଣଙ୍କୁ ମୁଁ ବିନୋଦ ସାର୍ ଯେତେ ଭିଡିଓରେ କହିଛି ଓକେ ପ୍ରଥମ କ୍ୱେଶ୍ଚିନ୍ କହିଥାଏ କର୍ମ ହିଁ ଭଗବାନ ମୁଁ କେବେ ବି କହିନି ଯେ ଆପଣ ଆଷ୍ଟ୍ରୋଲୋଜି ପାଇପାରିବେ କିନ୍ତୁ କର୍ମ କଲା ପରେ ଆପଣ ପାଇପାରିବେନି ଯଦି ଆପଣ ଲକ୍ ସାଥ ଦେଇନି ଆପଣ ଟ୍ୟାଲେଣ୍ଟ ଜବ୍ କରିଥିଲେ ମୋର ଆଣ୍ଡ ମୋର ଏକ୍ସପିରିଏନ୍ସ ଇନ୍ ଦ ବ୍ୟାଙ୍କିଂ ଲାଇନ୍ ଆପଣ ଜବ୍ ପାଉନଥିଲେ ରାଇଟ୍ ଯୋଉଟା ପ୍ରାକ୍ଟିକାଲ ନା ଦେଖନ୍ତୁ ଇଣ୍ଟରଭ୍ୟୁ ଆପଣ ଦେବାର କପାବିଲିଟି ଅଛି ନୂଆ ଫ୍ରେଶର ଦବ ଆପଣ ବହୁତ ଫରକ ଅଛି କାରଣ ଆପଣ ଜାଣିଛନ୍ତି ଅଲରେଡି ଆପଣ ଡାଟା ସବୁ ଜାଣିଛନ୍ତି ବିଷୟରେ
କିନ୍ତୁ ତା ପରେ ମଧ୍ୟ ପାଉନଥିଲେ କାହିଁକି ଲକ୍ ସାଥ ଦିଏନି ଆମ କାମ ହଉଛି କେବଳ ଆପଣଙ୍କର ତମେ ସପୋର୍ଟ କରିପାରିବ ଲଢିବେ ଆପଣ ମୁଁ ନୁହେଁ ମୁଁ ପ୍ରତ୍ୟେକ ଭିଡିଓ ବିନା ସାର୍ କହିଛି ଯେ ଆପଣ ପରିଶ୍ରମ କରନ୍ତୁ ତାପରେ ଆମ ପାଖକୁ ଆସନ୍ତୁ ଯିଏ ମତେ କ୍ୱେଶ୍ଚିନ୍ ପଚାରନ୍ତି ସାର୍ ଗଭର୍ଣ୍ଣମେଣ୍ଟ ଜବ୍ ପାଇବି ନାହିଁ ଭାଇ ପାଠ ପଢିଛ ନା ନାହିଁ ପ୍ରଥମ କ୍ୱେଶ୍ଚିନ୍ କ'ଣ ପଢିଛ ଟ୍ୟାଲେଣ୍ଟ କ'ଣ ଅଛି କୁହନ୍ତୁ ଦୁନିଆରେ କିଏ ଆପଣ ଦେଇପାରିବେନି ପ୍ରଥମ କ୍ୱେଶ୍ଚିନ୍ ସେକେଣ୍ଡ ଜିନିଷ ଗୋଟେ କଥା କହିବି ମୁଁ ସବୁବେଳେ ଆଉ ଗୋଟେ କଥା କହିଥାଏ ଯାହା ପାଖରେ ଆପଣଙ୍କର ଫେଭରେଟ୍ ଯିଏ ପ୍ରତ୍ୟେକ ଭିଡିଓ ଶୁଣିବେ ମୁଁ ଲାଷ୍ଟକୁ କହିଥାଏ ତାଙ୍କୁ ଦେଖାନ୍ତୁ ବିଶ୍ୱାସ ହିଁ ଭଗବାନ ଯେ ମୁଁ ଫେଭରେଟ୍ ମୁଁ ଦେଖିପାରିବି ମୁଁ ଏକା ନାହିଁ ଜାଣିନି ମୋଠୁ ବହୁତ ବଡ଼ ଜ୍ଞାନୀ ଲୋକ ଅଛନ୍ତି ମୁଁ ନିମିତ୍ତ ମାତ୍ର କିନ୍ତୁ ମୁଁ ଗୋଟେ କଥା ଜାଣିଛି ଯେ ଆପଣ ହୃଦୟର ସହିତ ଗୁରୁ ଡାକିଛନ୍ତି ମୁଁ ମୋ କଥା କହୁନି କେବେ କହିନି ମୁଁ ଆଇ ଏମ୍ ଦ ମାଷ୍ଟର ତ କି ମାଇ ଗୁରୁ ଓକେ ଆପଣ ତ ସବୁବେଳେ କୁହନ୍ତି ସେଇଟା ଗୁରୁ ଆପଣଙ୍କ ଓବିୟସଲି ଆମେ ବି ଯେମିତି ସ୍କୁଲ ହଉ କଲେଜ ହଉ ଯେମିତି ଆମ ୟୁନିଭର୍ସିଟିରୁ ଆମେ ଶିଖିକି ଆସୁଛେ ସେଭଳି ଆମର ବି କୌଣସି ଶିକ୍ଷା ଗୁରୁ ହଉ ଜ୍ଞାନ ଗୁରୁ ହଉ ଆପଣଙ୍କ ଗୁରୁ ଆଜ୍ଞା ବିନୋଦ ସାର୍ ଗୋଟେ ଲାଷ୍ଟ କଥା କହିବି ଯିଏ ଗୁରୁଙ୍କ ସମର୍ପଣ ହେଇଛି ଯିଏ ଗୁରୁଙ୍କୁ ବିଶ୍ୱାସ କରିଛି ସେ ସକ୍ସେସ୍ ହେଇଛି ବିଶ୍ୱାସ ନାହିଁ ଫୋନ କରନ୍ତୁ ନାହିଁ ବିଶ୍ୱାସ ନାହିଁ ସକ୍ସେସ୍ ହେବେ ନାହିଁ ଆପଣଙ୍କ ଆତ୍ମବିଶ୍ୱାସ ଆଉ ଟ୍ୟାଲେଣ୍ଟ ଆଉ ସେପାରେଟ୍ ଥିଙ୍କିଂ ଆତ୍ମବିଶ୍ୱାସ ଆପଣଙ୍କୁ ଜବ୍ ଦେଲା ଛାଡ଼ନ୍ତୁ ସବୁ କଥା ଆପଣ ଜବ୍ ପାଇଲେ ଆମେ ସବୁ ବହୁତ ଖୁସିରେ ଅଛୁ ନାଇଁ କଣ କହିବି ମାନେ କହିବାକୁ ବସିଲେ ମୁଁ ପୁରା ଡୁବି ଯାଉଥିଲି ନାଁରେ ଯୋଉଠି ସମୁଦ୍ର ଭିତରେ ଡୁବି ଯାଉଥିଲି କିନ୍ତୁ କାହିଁକି ନା ବେସିକାଲି ମୁଁ ଏଇଟା ଆହୁରି ଟିକେ ସେୟାର କରିବି ଯୋଉମାନେ ବି ଏ ଫିଲ୍ଡରେ କାମ କରୁଛନ୍ତି ଆଇଟି ହଉ କି ବ୍ୟାଙ୍କିଂ ଆଜ୍ଞା ଲାଇନ ହଉ ବ୍ୟାଙ୍କିଂ ଇନ ଦ ସେନ୍ସ କି କର୍ପୋରେଟ ଲାଇନ ବ୍ୟାଙ୍କିଂ ହଉ କି ଆଇଟି ଆଇ ୱିଲ୍ ସେ କର୍ପୋରେଟ ୟେସ୍ ୟେସ୍ ମାନେ ଯୋଉମାନେ ବ୍ୟାଙ୍କିଂ ମୋଷ୍ଟଲି ଆଇଟି କାମ ୟେସ୍ କରୁଛନ୍ତି ବାହାରେ ୟେସ୍ ୟେସ୍ ହଁ ଆଉ କାରଣ ଏଇ ସମୟରେ ଯୋଉ ମୋର ଲେ ଅଫ୍ ଟା ଏଠି କମନ ଏଠି ହୁଏ କିନ୍ତୁ ଫାଇନାନ୍ସ ସେକ୍ଟର ଏଇଟା ବହୁତ ରେୟାର ହୁଏ ଆଉ ଆଇଟି ରେ ମୋଷ୍ଟଲି ହୁଏ କିନ୍ତୁ ଏଇ ସମୟରେ ଜବ୍ ପାଇବା ବହୁତ ଡିଫିକଲ୍ଟ ଥିଲା ମୁଁ ପରିଶ୍ରମ କଲି ଠାକୁରଙ୍କର ଆଶୀର୍ବାଦ ବି ନେଲି ଆଷ୍ଟ୍ରୋଲୋଜି ଉପରେ ବିଶ୍ୱାସ ବି ରଖିଲି ଆଉ ସେଇଟା ଆଜି ମୋ ପାଇଁ ହଁ ଅବଶ୍ୟ 6 ମାସ ହେଇଗଲାଣି ଆପଣ ଜାଣିପାରୁଥିବେ 6 ମାସ ଭିତରେ ମୁଁ ବି ଇଣ୍ଟରଭ୍ୟୁ ବହୁତ ଦେଇଛି ମୁଁ ତା ଭିତରେ ମାନେ ପାସ୍ ବି ହେଇଛି ଫେଲ୍ ବି ହେଇଛି କିନ୍ତୁ ବହୁତ ଡିଲେ ହଉଥିଲା ଯାହା ଫଳରେ ମୁଁ ସାର୍ଙ୍କ ଦ୍ଵାରା ମୁଁ କନେକ୍ଟେଡ ହେଲି ଆଉ ସାର୍ଙ୍କର ଆଡଭାଇସ୍ ମୁଁ ପଜିଟିଭଲି ଗ୍ରହଣ କଲି ଆଉ ତାପରେ ଆଜି ଯାହା ଯାହା ସେ ମାନେ ସୁଭାଷିଷ ସାର୍ କହିଛନ୍ତି ତାଙ୍କ ମାଧ୍ୟମରେ ଗୁରୁଙ୍କ ମାଧ୍ୟମରେ ଯାହା ବି ମୁଁ ତାହା କରିଛି ଏବଂ ମତେ ଆଜି ମୁଁ ବହୁତ ଖୁସି ଅଛି ଆଉ ସେଥିପାଇଁ ସୁଭାଷିଷ ସାର୍ଙ୍କୁ ଆଉ ନାଇଁ ତାଙ୍କ ନାଇଁ ନାଇଁ ଗୁରୁଙ୍କୁ ଦେଖନ୍ତୁ ସବୁ ମାନେ ତାଙ୍କର ହୃଦୟରୁ ଆଶୀର୍ବାଦ ମୋର ପ୍ରଣାମ ଯାହା ବି ହଉ ଆଉ ମୁଁ ନାଇଁ ନାଇଁ ପ୍ରଣାମ ଦେଖନ୍ତୁ କରିବି ଆଉ ଜଣଙ୍କ କାରଣ ପରିବାର ମୁଁ ହେଲି ଈଶ୍ୱର ବିଶ୍ୱାସୀ ମୁଁ ଈଶ୍ୱର ବିଶ୍ୱାସୀ ଆଉ ସେତିକି ମୁଁ ନିଜ କର୍ମ ଉପରେ ବିଶ୍ୱାସ କରେ ଆଉ ନିଜ ଠାକୁରଙ୍କ ଉପରେ ବିଶ୍ୱାସ କରେ ତାପରେ ଭଗବାନ ଯାହା ତାଙ୍କର ଦେବେ ଭିଡିଓ ଫଳ ଆଉ ଭିଡିଓ କାରଣ ମୁଁ ହାଇଦ୍ରାବାଦରେ ଅଛି ତଥାପି ମୁଁ ଜାଣିଛି କେମିତି ଫ୍ୟାମିଲି ମୁଁ ମାନେ ନାଇଁ ଚଳୁଛି ନାଇଁ ଲାଷ୍ଟ ସେଇଟା 6 ମନ୍ଥ କାରଣ କେତେ ସାରା ବର୍ଡନ ଫ୍ୟାମିଲି ବର୍ଡନ ରହିଥାଏ ସମସ୍ତଙ୍କ ଉପରେ ଠିକ ସେଇଭଳିଆ ଏମିତି ପାଇଁ ଆମ ଫ୍ୟାମିଲି ଭିତରେ ବି କଳି ଝଗଡା ବି ହେଇଯାଉଛି ସାର୍ କହିବା ହବ କଥା ନୁହେଁ ଇଏ ନାଇଁ ହୁଏ ଏଇଟା ସେ ଓବିୟସଲି ଆପଣ ମାନେ କଣ ମୁଁ କଣ କଣ କହିବି ସାର୍ ସମସ୍ତଙ୍କର ହବ ଦେଖନ୍ତୁ ସମସ୍ତଙ୍କର ହବ ଏଥିରେ କିଛି ଲାଜ ନାହିଁ ଆପଣଙ୍କ ଘରେ ହବ ମୋ ଘରେ ହବ ଅର୍ଥରୁ ଅନର୍ଥର କାରଣ ପ୍ରତ୍ୟେକ ଲୋକ ଭୋକ ଲାଗିଲେ ସମସ୍ତେ କହିବେ ମୁଁ ବହୁତ ପ୍ରାକ୍ଟିକାଲ କଥା କହିଥାଏ ମଣିଷର ଅପଡାଉନ ଅଛି ଆଷ୍ଟ୍ରୋଲୋଜିର କାମ କଣ ମୁଁ ଆପଣଙ୍କୁ କହିଥିଲି ଆପଣଙ୍କ ଏଇ ଦଶା ଚାଲିଛି ଏଇଆ ଘଟିବ ଯୋଉ ଡେଟ୍ ଆପଣ କହିଥିଲେ ସେ ଡେଟ୍ ଜବ୍ ଯାଇଛି ରାଇଟ ୟେସ୍ ସାର୍ ପୁଣି ଯୋଉ ଡେଟ୍ ଜବ୍ ଆସିଗଲା ବିଶ୍ୱାସ କରନ୍ତୁ ଭଗବାନଙ୍କ ଉପରେ ମୋ ଉପରେ ନୁହେଁ ଭଗବାନ ବିଶ୍ୱାସ ୟୁନିଭର୍ସ ପାୱାର ଦେଇଛି ଆମକୁ ଆପଣ ବ୍ୟାଙ୍କର ଆପଣ ଭଗବାନ ଦେଇଛନ୍ତି ପାୱାର ମୁଁ ଆଷ୍ଟ୍ରୋଲୋଜର ଈଶ୍ୱର ପାୱାର ଦେଇଛନ୍ତି ସାଇଣ୍ଟିଷ୍ଟ ଈଶ୍ୱର ତାଙ୍କ ଚରଣରୁ ଚାଲିଛି ତାଙ୍କୁ ଛାଡ଼ି ଦୁନିଆରେ କିଛି ନାହିଁ ହଉ ଆଜ୍ଞା ବହୁତ ଭଲ ଆପଣ ଦେଖନ୍ତୁ ଅପଡାଉନ ଲାଇଫ୍ ଆସେ ଆମେ ଅଛୁ ଆପଣ ସେବାରେ ଅଛୁ ଗୁରୁ ଆପଣ କହିଲେ ନିଜେ ଭିଡିଓ କଲ୍ କଲେ ମାନିଲେ ଆପଣ ବହୁତ ଲୋକ ନେଇକି ସାବିତ ହେଇଛନ୍ତି ବହୁତ ଲୋକ ସକ୍ସେସ୍ ହେଇଛନ୍ତି 99% ସକ୍ସେସ୍ ହେଇଛନ୍ତି କେହି କିନ୍ତୁ ସହଜରେ ଭିଡିଓ କଲ୍ କରନ୍ତିନି ନିଜ କଥା କହନ୍ତିନି ପାଇଲା ପରେ ଆମ କର୍ମ ନ ପାଇଲେ ଆମେ ଖରାପ ଆଜ୍ଞା ଏଇଟା ମୁଁ ହେଲା ସାର୍ କଥା ଏଇ କଥା ଭିଡିଓ ଏଣ୍ଡ କରିବା ପୂର୍ବରୁ ମୁଁ ଏଇଟା ସାର୍ ଆପଣଙ୍କୁ କହିବି ମୁଁ କହିଲି ମୁଁ ସେମିତି ପିଲା ନୁହେଁ ଅବଭିୟସଲି ଆପଣଙ୍କ ସହିତ କନେକ୍ଟ ହେଇଛି once I will get the success I will connect with you and now this is the time I thought whenever I got the offer letter from respective bank and no I thought no I have to share these things with my respective थैंक यू sir uh, thank नो you नो so much इट्स धन्यवाद इट्स ओनली फॉर लव एंड योर affection for me and respect for me बट भगवान सब करुछन ओके थैंक यू सो मच जय गुरुदेव जय गुरुदेव जय गुरुदेव जय जय गुरुदेव